ଗୋଟିଏ ବଣରେ ବାଘଟିଏ ଥିଲା। ସେ ବହୁତ ଭୟଙ୍କର ଥିଲା। ଦିନେ ଶିକାର କରିବାକୁ ଯାଇ ବାଘଟି ଗୋଟିଏ ବଡ଼ ଖାଲରେ ପଡ଼ିଗଲା। ପଡ଼ିଗଲା ଯେ ଗଲା, ଆଉ ଉଠି ପାରିଲାନି। ତିନି ଦିନ ତିନି ରାତି ବିତିଗଲା। ଭୋକ ଉପାସରେ ପଡ଼ି ରହିଲା। ଯେତେ ବିକଳ ହେଇ ଡାକିଲେ ବି କୌଣସି ପଶୁ ଶୁଣିଲେନି। କାରଣ ସେମାନେ ଜାଣିଥିଲେ ଖାଲରୁ ଉଠିଲା ମାତ୍ରେ ସେ ପ୍ରଥମେ ତାକୁ ଖାଇବ ଯିଏ ତାକୁ ଖାଲରୁ ଉଠେଇଥିବ। ଦିନେ ସେଇ ବାଟ ଦେଇ ଜଣେ ଲୋକ ଯାଉଥିଲା। ଏ ଭାଇ ମାନେ, କିଏ କୋଉଠି ଅଛ? ମତେ ରକ୍ଷା କର, ବଞ୍ଚାଅ ମତେ। ସେ ବାଘର ଚିତ୍କାର ଶୁଣି ତା ପାଖକୁ ଗଲା। ଆରେ ଇଏ ତ କୋଉ ପଶୁର ସ୍ୱର। ଏ ଭାଇ ମାନେ, କିଏ କୋଉଠି ଅଛ? ମତେ ରକ୍ଷା କର, ବଞ୍ଚାଅ ମତେ। ବଞ୍ଚାଅ ମତେ ଭାଇ, ନହେଲେ ମୁଁ ମଲି। ରକ୍ଷା କର ମତେ। ଦେଖିବାକୁ ପଡିବ କିଏ ପଶୁ। ମତେ ରକ୍ଷା କର ମତେ। ବାଘ? ଏ ମଣିଷ ଭାଇ, ବଞ୍ଚା ମତେ, ଉଦ୍ଧାର କର ମତେ ଏଠୁ। ନାଇଁ, ମୁଁ ପାରିବିନି। ମୋର ଏତେ ବଳ କାହିଁ? ପାପ ଲାଗିବ ରେ, ତତେ ପାପ ଲାଗିବ। ତୋ ଆଖି ଆଗରେ ଗୋଟାଏ ପଶୁ ମରିବ, ଆଉ ତୁ ଦେଖିବୁ। ସେ ପଶୁ ମରିବ କି ବଞ୍ଚିବ ମୁଁ ଜାଣିନି, ହେଲେ ମୁଁ ଯଦି ତାକୁ ରକ୍ଷା କରିବି ତାହେଲେ ମୁଁ ମରିବି। ମଣିଷ ଭାଇ, ମୁଁ ତତେ କଥା ଦଉଛି, ତୋର କିଛି ହବନି। ମୁଁ ତୋର କିଛି କ୍ଷତି କରିବିନି। ତୁ ମୋ ଜୀବନ ବଞ୍ଚେଇବୁଟି। ମୁଁ ତତେ ଯଦି ଖାଇବି ମୋର ପାପ ହବନି। ତମେ କଥା ଦଉଛ ମାନେ କଥା ରଖିବ ତ? ଓହରି ଯିବନି ତ କଥାରୁ? ନା, ଜମାରୁ ନୁହଁ, ଆଦୌ ନୁହଁ। ହଉ ଠିକ ଅଛି ତାହେଲେ। ଓହୋ, କେତେ କଷ୍ଟରେ ଥିଲି ସତରେ ମୁଁ। ହଉ, ମୁଁ ତାହେଲେ ଆସୁଛି ଏବେ। ଆସୁଛୁ ମାନେ କୁଆଡେ ଯିବୁ? ମୋ ଘରକୁ। ଶୁଣୁ, ମୁଁ ଅନେକ ଦିନ ହେଲା କିଛି ଖାଇନି, ଆଉ ଖାଦ୍ୟ ମୋ ପାଖରେ ଥାଉ ଥାଉ ମୁଁ ତାକୁ ଛାଡ଼ିଦେବି? ଜମା ନୁହଁ। ତାମାନେ ତମେ ମତେ ଖାଇବ? ହଁ, ନିଶ୍ଚୟ। ତମେ ଏ ଟିକେ ଆଗରୁ ଧର୍ମ ନ୍ୟାୟ କଥା କହୁଥିଲ, ଆଉ ମତେ କଥା ବି ଦେଇଥିଲ, ତାପରେ ବି ମତେ ଖାଇବ? ସେ କଥା ସବୁ ଛାଡ। ମୁଁ ଭୋକିଲା, ଆଉ ଭୋକିଲାର କେବଳ ଗୋଟିଏ ଧର୍ମ, ସେ ଖାଇବ। ତେଣୁ ମୁଁ ତତେ ଖାଇବି। ହେ ଭଗବାନ, ମୁଁ ଏ କି ଭୁଲ କଲି? କାହିଁକି ଆକୁ ବଞ୍ଚେଇଲି? ଛାଡ, ଯାହା ଭୁଲ ହବା କଥା ହେଲା। ହଉ ଶୁଣ, ମୁଁ ରାଜି, ତୁ ମତେ ଖାଇବୁ। ହେଲେ ମୋର ଗୋଟେ ସର୍ତ୍ତ ଅଛି। ସର୍ତ୍ତ? କି ସର୍ତ୍ତ? ସର୍ତ୍ତଟା ହଉଛି, ଏ ବଣରେ ଆମେ ଆଗକୁ ଯିବା। ଯୋଉ ପ୍ରାଣୀ ପ୍ରଥମେ ଦେଖାହବ ତାକୁ ପଚାରିବା, ତୁ ମତେ ଖାଇବାଟା ଠିକ କି ନୁହଁ। ଯଦି ସେ କହେ ଠିକ, ତାହେଲେ ତୁ ମତେ ଖାଇଦବୁ। ହେଲା? ଠିକ ଅଛି, ଚାଲ। ବିଲୁଆ ଭାଇ ରୁହ। କଣ ହେଲା? ତମେ ଗୋଟେ ନ୍ୟାୟ କର। କଣ ହେଇଛି କୁହ? ତା ମାନେ ଏ ବଦମାସ ବାଘଟା, ଲୋକଟା ତାକୁ ରକ୍ଷା କରିବା ପରେ ତାକୁ ଖାଇବ ବୋଲି କହୁଛି।
ୟାକୁ ପାନେ ଦବାକୁ ପଡିବ। ଏବେ ତମେ ନ୍ୟାୟ କର। ତମେ ହଁ କହିଦେଲେ ସେ ମତେ ଖାଇବ, ନା କଲେ ଛାଡିଦବ। ମଣିଷ ଭାଇ ଗୋଟେ କଥା କହିଲ, ମୋର କାହିଁ ଗୋଟେ କଥା ସନ୍ଦେହ ହଉଛି। ମାନେ ତମେ ବାଘ ଭାଇକୁ କେମିତି ଖାଲରୁ ଉଠେଇଲ? ତମ ସ୍ୱାସ୍ଥ୍ୟ ଯାହା, ବାଘ ଭାଇର ଓଜନ ଯାହା, ତମେ ତାକୁ କେମିତି ଉଦ୍ଧାର କଲ? ମତେ ପ୍ରମାଣ ଦିଅ। ହେ ଭଗବାନ, ମଣିଷ ମହରଗରୁ ଆସି କାନ୍ତାରରେ ପଡିଲା। କଣ ଭାବୁଛୁ ପଶୁ ଭାଇ ଆମର, ସିଏ କଣ ତୋ ପକ୍ଷ ନବ? ହଉ, ଯାହା ପ୍ରଭୁଙ୍କ ଇଚ୍ଛା। ଚାଲ, ମୁଁ ପ୍ରମାଣ ଦଉଛି। ଆଶଙ୍କା ଭିତରେ ଲୋକଟି ଚାଲିଲା ବାଘ ଆଉ ବିଲୁଆ ସାଙ୍ଗରେ ପ୍ରମାଣ ଦବାକୁ। ସେମାନେ ଯାଇ ବାଘ ଆଗରୁ ପଡ଼ିଥିବା ଖାଲ ପାଖରେ ପହଞ୍ଚିଗଲେ। ବାଘ ଭାଇ, ତମେ ଏଥର ଡେରି ନ କରି ଖାଲ ଭିତରକୁ ଯାଅ। ଆଉ ମଣିଷ ଭାଇ, ତମେ ଲତା ଗୁଡାକ ଧର। ପାଗଳ ନା କଣ? ଆଉ କାହିଁ ତାକୁ ଲତା ବଢଉଛ? ତାକୁ ଉଦ୍ଧାର କରିବ ମାନେ ପୁଣି ତମକୁ ଖାଇବାକୁ ସେ ଗୋଡେଇବ। ସତରେ ତ? ଏ କୁଆଡେ ଯାଉଛ? ମତେ ଉଠାଅ ଏଠୁ, ରକ୍ଷା କର ମତେ। କଣ କଥାଟା ବୁଝୁଛଟି? ଜେସାକୁ ତେସା। ଚାଲ ଚାଲ ମଣିଷ ଭାଇ, ଇଏ ଏଠି ପଡିକି ମରୁ। ୟା ଭଳି କୃତଘ୍ନ ମୁଁ ମୋ ଜୀବନରେ ଦେଖିନି। ଚାଲ। ମତେ ରକ୍ଷା କରରେ ଭାଇ, ମତେ ଉଦ୍ଧାର କର। ହେ ଭାଇ ମାନେ, ମତେ ଛାଡିକି ଯାଅନି।